ଚାଲନ୍ତୁ ଆଜି ମୁଁ ଆପଣମାନଙ୍କ ସହିତ ମଟର ଆଳୁ ତରକାରୀ ଦୋକାନ ଭଳି ଆପଣମାନଙ୍କ ସହିତ ଟେଷ୍ଟଟା ଘରେ ଆପଣମାନଙ୍କ ସହିତ ସେୟାର କରିବି। ଆଉ ଏଠି କେମିତି କ'ଣ କରୁଛି ଆପଣମାନେ ପୁରା କଣ୍ଟିନ୍ୟୁ ପୁରା ଭିଡ଼ିଓ ଦେଖିବେ। ଆଉ ଭଲ ଲାଗିଲେ କମେଣ୍ଟ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ, ଲାଇକ୍ ବି ମଧ୍ୟ କରିଦେବେ। ତ ଚାଲନ୍ତୁ ଏଠି ମୋର ଆରମ୍ଭ ହେଇଗଲା। ଏଠି ମୁଁ ମଟରକୁ 5-6 ଘଣ୍ଟା ପାଇଁ ବସେଇକି ରଖିଦେଇଥିଲି। ତା ଦେହରେ ଆଳୁକୁ ଆମେ ଯେମିତି ଭଜା ଯେଉଁ କରୁ ସେଇଭଳି ଭାବରେ କାଟିଦେଇଛୁ। ଏଠି ମୁଁ ଅଳ୍ପ କି ନେଇଛି କାହିଁକିନା ଆମେ ଏଠି ପୁରା ପାଣି ଭଳିଆ ପୁରା ମଟର ଆଳୁ ତରକାରୀଟା କରିବା। ଆଉ ଏଇ ଜାଗାରେ ମୁଁ ମଟର ଆଉ ଆଳୁକୁ ରଖିଦେଲି। ତା ଦେହରେ ମୁଁ ପାଣି ସେଇ ଅନୁସାରେ ଆଗେ ଅଳ୍ପ ଦେବି। ତାପରେ ଏଠି ଆମେ ହଳଦୀ ଆଉ ଲୁଣ ଦେଇଦେବା ସ୍ୱାଦ ଅନୁସାରେ। ଦେଇକିରି ଆକୁ ଆମେ କମ୍ ସେ କମ୍ 4-5ଟା ହୁଇସିଲ୍ ଦେବା। ତ ତାକୁ 4-5ଟା ହୁଇସିଲ୍ ପରେ ତାପରେ କ'ଣ କରୁଛି ଆପଣମାନଙ୍କ ସହିତ ଦେଖାଉଛି। ଏଠି ବହୁତ ଭଲ ଭାବରେ ଏଠି କାହିଁକିନା ଏଠି ମଟର ବେଳେବେଳେ ବି କ'ଣ ମାନେ ସିଝିବାକୁ ଟିକେ ବି ସମୟ ଲାଗେ, ଯେତେ ସମୟ ବସିବାକୁ ଲାଗେ ଟିକେ ଟାଇମ୍ ଲାଗେ। ଆଉ ଯଦି ଆପଣଙ୍କ ଯଦି ମଟର ଯଦି ନ ବସିବ ତା ଦେହରେ ଟିକେ ଖାଇବା ସୋଡ଼ା ପକାଇଦେବେ ତ ଆରାମସେ ସିଝିଯିବ। ତ ତା ପାଇଁ ଅବିକା ମସଲା ବି ରେଡ଼ି ଅବିକା କରିବା। ତ ଏଠି ଦେଖନ୍ତୁ, ଏଠି ମୁଁ ଗୋଟେ ମିଡ଼ିୟମ୍ ସାଇଜ୍ ପିଆଜ ଆଉ ଏଠି ରସୁଣ 3-4ଟା ଆଉ ତା ଦେହରେ ଅଦା ଅଳ୍ପ ଟିକେ ଆଉ ବିଲାତି ଛୋଟ ଖଣ୍ଡ, କାହିଁକିନା ବିଲାତି ବହୁତ ଖଟା ଅଛି ସେଥିପାଇଁ ପୁରା ଅଳ୍ପ ଟିକେ ପକାଇବା, ନହେଲେ ତରକାରୀଟା ପୁରା ଖଟା ହେଇଯିବ। ତ ଏଇ ଜାଗା ଦେଖନ୍ତୁ ମୁଁ ଏଠି ସବୁ ଯେମିତି କହିଲି ମସଲା ସବୁ ରେଡ଼ି କରିଦେଇଛି। ତ ଏଠି ମୁଁ ଅଦାକୁ ଆଉ ଟିକେ ଛୋଟ ଛୋଟ କରିକି କାଟି ଦେଉଛି। ତାପରେ ଚାଲନ୍ତୁ ଏକା ସାଙ୍ଗରେ ଏଠି ମସଲାଟା କାଟି ସାରିଲା ପରେ ତା ଦେହରେ ଅଳ୍ପ ଟିକେ ପାଣି ଦେଇକି ଆଉ ଏଇ ଯେଉଁ ମସଲାଟା ପକାଉଛି ଅଲରେଡ଼ି ଆପଣମାନେ ମୋର ଆଉ ଗୋଟେ ବି ଇଏରେ ବି ଦେଖିଥିବେ। ମୁଁ ଯେତେବେଳେ ଆଉ ଗୋଟେ ତରକାରୀ ଭିଡ଼ିଓ ପକାଇଥିଲି ମସଲାଟା କରିକି ରଖିଥିଲି। ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଆଉ ପାନମଧୁରୀ ଆଉ ଗରମ ମସଲା, ଖାଲି ଡାଲଚିନି ଆଉ ବଡ଼ ଅଳେଇଚ, ଛୋଟ ଅଳେଇଚ ଆଉ ଗୋଲମରିଚ ବାସ୍ ଦେଇକିରି ତାକୁ ଆମେ ଅବିକା ମସଲା ତା ଦେହରେ ପକାଇକି ମୁଁ ଏକା ସାଙ୍ଗେ ବାଟିଦେଲି। କାହିଁକିନା ଆମକୁ ମସଲାରେ କିଛି ପକାଇବାକୁ ବି ପଡ଼ିବନି। ଏଠି କଢ଼େଇରେ ତେଲ ଦେଇ ଦେଇଥିଲି। ତ ତେଲ ଟିକେ ଗରମ ହେଲା ପରେ ତା ଦେହରେ ଟିକେ ହଳଦୀ ଆଉ କଲରା ଲଙ୍କା ପକାଇ ସାରିକି ଏଇ ଯେଉଁ ମସଲା ଯେଉଁ ବାଟିଥିଲି ତାକୁ ଅବିକା ମୁଁ ପକାଇ ଦେଉଛି ଭଲ ଭାବରେ। ତ ଆପଣ ଏମିତି ବି ଆପଣମାନେ ଅଲଗା ଟାଇପ୍ରେ ବି କରିପାରିବେ। ଏଇ ଜାଗାରେ ଯଦି ହଳଦୀ ଆଉ କଲରା ଲଙ୍କା ଯଦି ନ ପକାଇବେ ତା ଦେହରେ ଚିନି ବି ପକାଇ ପାରିବେ। ତ ମୁଁ ଆଜି ଏଠି ମୁଁ ଟିକେ ସବୁବେଳେ ଅଲଗା ଅଲଗା ଷ୍ଟାଇଲ୍ରେ କରିବାକୁ ମୋତେ ଟିକେ ଭଲ ଲାଗେ, ସେଥିପାଇଁ ମୁଁ ଏଠି ଟିକେ ହଳଦୀ ଆଉ କଲରା ଲଙ୍କା ଦେଲି। ତାପରେ ମସଲା ପକାଇଦେଲି ଆଉ ବହୁତ ସୁନ୍ଦର ବି କଲର୍ ଦେଖାଯାଏ। ତାପରେ ଆମେ ଆଗକୁ ଯାଇକି ଆଉ ହଳଦୀ ଆଉ କଲରା ଲଙ୍କା ପକାଇବାନି, ଇଏ ଯେତିକି ପଡ଼ୁଛି ସେତିକି। ଆଉ ଅବିକା ଦେଖନ୍ତୁ ହେଙ୍ଗୁ ଅବିକା ଆମେ ପକାଇଦେଲୁ। ହେଙ୍ଗୁଟା ପକାଇ ଦେଇକି ତାକୁ ଆମେ କ'ଣ କରିବା, ଏବେ ଭଲ ଭାବରେ ଚଳେଇବା। ଆଉ ତା ଦେହରେ ଆଉ ଟିକେ ବି ଛୋଟ କରିକି ପକାଇବା କସ୍ତୁରୀ ମେଥି। ତ ଏଇ ଜାଗାରେ କସ୍ତୁରୀ ମେଥି ମୁଁ ଅଲରେଡ଼ି ଷ୍ଟାର୍ଟିଂରୁ ପକାଇ ଦେଉଛି, କାହିଁକିନା ମସଲା ତ ଅଲରେଡ଼ି ଭଲ ଭାବରେ ହେଇଥିଲା। ଆଉ ତା ଦେହରେ ଖାଲି ଯାହା ପିଆଜ ଅଦା ରସୁଣ ଟିକେ କଷିବ। ଆଉ ଯେଉଁ ପଟେ ଟିକେ ତେଲ ନ ଆସିଛି ତ ଆକୁ ଆମେ କ'ଣ କରିବା, ଘୋଡ଼େଇକି ମସଲାକୁ କଷିବା ଭଲ ଭାବରେ। ତାକୁ ପକାଇ ସାରିଲା ପରେ ତା ଦେହରେ ଟିକେ ବଟରକୁ ବି ଟିକେ ଦେଇ ଦେଉଛି, ଛୋଟ କ୍ୟୁବ୍ସ ବାଲା ଯେଉଁ ବଟର ଆସୁଛି, କାହିଁକିନା ବହୁତ ଟେଷ୍ଟ ବି ଲାଗିବ। ଆଉ ଏଠି ପକାଇ ସାରିଲା ପରେ ଧନିଆ ପତ୍ରକୁ ବି କିଛି ଅଳ୍ପ ଟିକେ ବି ସେଇ ମସଲା ଦେହରେ ପକାଇଦେବା। ଆଉ କିଛି ରଖିଥିବା ତରକାରୀଟା ସଇଲା ପରେ ତା ଉପରେ ପକାଇବା। ଏଠି ସବୁ ପକାଇ ସାରିକି ସବୁକୁ ଭଲ ଭାବରେ ଆମେ ଅବିକା ମିକ୍ସ କରିବା। ଆଉ ଆକୁ ଅବିକା ଦେଖନ୍ତୁ ମସଲାଟା ବି ମୋର ଅବିକା ଭଲ ଭାବରେ ହେଇ ଆସିଥିଲା। ତାପରେ ଏପଟେ ଯେଉଁ ଦେଖାଉଛି ଏ ଯେଉଁ ମଟରଟା ଭଲ ଭାବରେ ଏଠି ମୋର ସିଝି ଯାଇଥିଲା। ଟିକେ ଏଥିରେ ଟିକେ କଛୁଲି ମୋ ପାଖେ ହାତ ପାଖେ ନଥାନ୍ତା, ତ ଏଇଥିରେ ହିଁ ମୁଁ ଟିକେ ତାକୁ ମିକ୍ସ କରିଦେଉଥିଲି। ଆଉ ଟିକେ ସାଇଡ଼୍ ଟିକେ ଗରମ ପାଣି ବି ଟିକେ କରି ରଖିଛି ତା ଦେହରେ ମିଶାଇବା ପାଇଁକା। ତ ଚାଲନ୍ତୁ ଅବିକା ୟାକୁ ବି ରେଡ଼ି କରି ରଖିଦେଲି। ତାପରେ ଏପଟେ ମସଲା ବି ଆମର ବି ହେଇକି ଆସିସାରିଲାଣି। ଆଉ ଏଇଠି ଆମେ ସେ ତରକାରୀଟା ଯେଉଁ ସିଝି ଯାଇଥିଲା ମଟରଟା ତାକୁ ଅବିକା ଆ ଦେହରେ ବି ପକାଇଦେବା, କାହିଁକିନା ମସଲା ଆମର ବହୁତ ଭଲ ଭାବରେ ପୁରା କଷି ହେଇଯାଇଥିଲା। ତ ଏଠି ଆମେ ଦେଇକିରି ତାପରେ ସାଇଡ଼୍ରେ ଯେଉଁ ବି ଗରମ ପାଣି ରଖିଛି ଆମେ ସେଇ ଅନୁସାରେ ପାଣି ବି ତା ଦେହରେ ପକାଇଦେବା। କାହିଁକିନା ଆମେ ଏଇଟା କ'ଣ ପୁରା ଝୋଳଝୋଳିଆ ଟାଇପ୍ର ପୁରା ବହୁତ ପାଣି ପାଣି ଟାଇପ୍ର କରିବା, ତ ସେଥିପାଇଁକା ଆ ଦେହରେ ଟିକେ ପାଣି ଦେବା। ବହଳିଆ କରିବାନି, ନହେଲେ ଟିକେ ପିଇ ସାଙ୍ଗରେ ବହୁତ ଭଲ ଲାଗିବନି। ତ ଏଇ ଜାଗା ଦେଖନ୍ତୁ ମୁଁ ଅବିକା ଯେଉଁ ଗରମ ପାଣି ଅଲରେଡ଼ି ମିଶାଇ ଦେଇଥିଲି ଆଉ ପକାଇକିରି ତାକୁ ଭଲ ଭାବରେ ଆଗେ ମିକ୍ସ କରିଦେଉଛି। ଆକୁ ଅବିକା ଆମେ 5 ମିନିଟ୍ ପାଇଁକା ପୁରା କରିବା ପାଇଁକା ଛାଡ଼ିଦେବା। ତ ବହୁତ ଭଲ ଭାବରେ ଦେଖନ୍ତୁ ଏଠି ମୋର ହେଇ ଆସିଥିଲା। ତ ତାପରେ ମୁଁ ଧନିଆ ପତ୍ର ପକାଇ ଦେଇଥିଲି। ଯଦି ଆପଣମାନଙ୍କୁ ମୋର ଏଇ ଟାଇପ୍ର ଯଦି ମଟର ଆଳୁ ତରକାରୀ ପସନ୍ଦ ହେଇଥିବ ତାହେଲେ ମୋ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍ ବି ମଧ୍ୟ କରିବେ, କମେଣ୍ଟ ବି ମଧ୍ୟ କରିବେ। ରହୁଛି, ବାଏ।